ସେଇଠି ସେ ପଶିଗଲେ ପୁରା ଭଗବାନଙ୍କ ଭିତରେ, ଯାହାଫଳରେ ତାଙ୍କ କାନି ଟିକେ ରହିଗଲା। ଏକମାତ୍ର ମୀରାବାଇ ଯିଏକି ଲୀନ ହେଇଗଲେ ଭଗବାନଙ୍କ ଭିତରେ ଲୀନ। ସେ କ'ଣ କରିଥିଲେ, ତାଙ୍କ ଅପର ଆଣିଥିଲେ ସବୁ ପିଲା ଥିଲେ, ଗୋଟେ ବଡ଼ ଯାତ୍ରୀ ପାଖି ଯାଉଥିଲା, ସେ ମା ମା କିଏ ଯାଉଛି, କ'ଣ ହେଉଛି, କ'ଣ ସେ ଗୋଟେ ବର ଯାଉଛି ବାହା ହେବା ପାଇଁ କନ୍ୟା ଏମିତି ଦେଖିକି ଏତେ ଖୁସି ହେଲା ଯେ ମୀରା ମୋ ଘର କୋଉଦିନ ଆସିବ, ଜିଦ୍ଦି କଲା ଭାରି ଜିଦ୍ଦି କଲା। ସେଠୁ ତାକୁ ସତରେ ଗୋଟେ କୃଷ୍ଣମୂର୍ତ୍ତି ବର ବେଶ କରେଇକିରି ବଡ଼ ବରଯାତ୍ରୀ ପାଖି କରିକି ଆଣିଲେ, ତାକୁ ବାହା କରେଇଦେଲେ। କୃଷ୍ଣଙ୍କର ଧରିଲା ଉପଯୁକ୍ତ ହେଇକି ଯେତେବେଳେ ତା ବିବାହ ବେଳ ଆସିଲା, ତାକୁ ସେ ବାହାଦୁରରେ କହିଲେ ମୁଁ ତ ବାହାଦୁର ସରିଛି, ମୁଁ ଆଉ କି ବାହାଘର ନା। ସେ ପିଲାବେଳର କଥା ଜିଦ୍ଦି କରିକି ବାକ୍ୟ ଦେଇକି ତାକୁ ବାହା କରିଦେଲେ। ଯେହେତୁ ରାଣାକୁ ବାହା ହେଲା, ସେ ରହିଲାନି ସେ ପ୍ୟାଲେସରେ। ସେତେବେଳେ ଚାଲି ଆସିଲା ବୃନ୍ଦାବନଙ୍କ ରାଉତ ଦେଲେ मेरे तो गिरधर गोपाला दूसरा न कोई, जाके सिर मोर मुकुट मेरो पति सोई, गोविंद जय जय गोपाल जय जय। नाचेला 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 पद घुंघरू बांधी मेरा नाचे रे मेरा नाचे। ମାନେ ସେମିତିଆ ଯେଉଁ ପାଗଳିନୀ ହେଇଥିଲା ସେମିତି ତ କେହି ହେଇପାରୁନାହାନ୍ତି। ତେଣୁ ଥରୁଟିଏ ଡାକିବା, ଆମେ ଫେରିଯିବୁ ଚୌଦ୍ୱାର, ବହୁତ ରାସ୍ତା।